ପିଲାମାନେ ଏହା ହେଉଛି ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ଅଷ୍ଟମ, ବିଷୟ ହେଉଛି ଚିତ୍ରାଙ୍କନ, ସମୟ ହେଉଛି 2 ଘଣ୍ଟା। ଠିକ୍ ଅଛି, ଏଇଠି ଶିକ୍ଷାର୍ଥୀଙ୍କ ନାମ ଅର୍ଥାତ୍ ତୁମର ନାମ ଏଇଠି ସମ୍ପୂର୍ଣ୍ଣ ନାମ ଲେଖିବ। ଠିକ୍ ଅଛି, ତାପରେ ଏଇଠି ଲେଖିବ ରୋଲ୍ ନମ୍ବର, ତାପରେ ଏଇଠି ଲେଖିବ ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତାରିଖ, ତୁମେ ଯେଉଁ ତାରିଖ ଦିନ ପରୀକ୍ଷା ଦେଉଛ। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି, ତାପରେ ଏଇଠି ଲେଖିବ ବ୍ଲକ, ତୁମ ବିଦ୍ୟାଳୟଟି କେଉଁ ବ୍ଲକରେ ଅଛି। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମ ଜିଲ୍ଲା, ତୁମ ଜିଲ୍ଲାର ନାମ ଏଇଠି ଲେଖିବ। ଠିକ୍ ଅଛି, ତାପରେ ଏହି ସ୍ଥାନରେ ତୁମର କିଛି ଲେଖିବାର ଆବଶ୍ୟକତା ନାହିଁ। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଆମର ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରି ରଙ୍ଗ ଦେବ। ହେଲା, ଦୀପାବଳି ପର୍ବର ଗୋଟିଏ ଚିତ୍ର ଅଙ୍କନ କରି ରଙ୍ଗ ଦେବ, କିମ୍ବା ଓଡ଼ିଶାର ରଥଯାତ୍ରାର ଚିତ୍ର ଅଙ୍କନ କରି ରଙ୍ଗ ଦେବ, କିମ୍ବା ଶକ୍ତି ସଞ୍ଚୟ ଏହାର ଏକ ଚିତ୍ର ଅଙ୍କନ କରି ରଙ୍ଗ ଦେବ। ଯେକୌଣସି ଗୋଟିଏ, ତିନୋଟି ଅଛି ପିଲାମାନେ, ସେଥିମଧ୍ୟରୁ ଯେକୌଣସି ଗୋଟିଏ ଏଇ ଭିତରେ ଠିକ୍ ଅଛି କାଟିକି ତୁମେ ରଙ୍ଗ ଦେବ। ଠିକ୍ ଅଛି, ଘରେ ଚେଷ୍ଟା କରିବ ପିଲାମାନେ, ସେଥିପାଇଁ ଆମେ ପୂର୍ବରୁ ଏଇଟା ତୁମର ସୁଯୋଗ ଆମେ ଦେଇଛେ। ଠିକ୍ ଅଛି, ଘରେ ଚେଷ୍ଟା କରିବ ଯେକୌଣସି ଗୋଟିଏର ସମ୍ପୂର୍ଣ୍ଣ ସୁନ୍ଦର ଚିତ୍ରଟି ଅଙ୍କନ କରିବ ଏବଂ ରଙ୍ଗ ଦେବ। ଠିକ୍ ଅଛି, ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ତଳେ ଦିଆଯାଇଥିବା ଖାଲି କୋଠରୀ ଭିତରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରିବ। ପ୍ରଶ୍ନ ଅଛି, ନଦୀରୁ ପାଣି ମାଠିଆ ଧରି ଫେରୁଥିବା ଏକ ସ୍ତ୍ରୀ ଲୋକର ଚିତ୍ର ଅଙ୍କନ କରିବ, କିମ୍ବା ଗୁଡ଼ି ଉଡ଼ାଉଥିବା ଗୋଟିଏ ବାଳକ ବା ବାଳିକାର ଚିତ୍ର ଅଙ୍କନ କରିବ, କିମ୍ବା ଝୋଟି ପକାଉଥିବା ଗୋଟିଏ ସ୍ତ୍ରୀ ଲୋକର ଚିତ୍ର ଅଙ୍କନ କରିବ। ଠିକ୍ ଅଛି, ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରିବ। ପିଲାମାନେ ତୁମେ ଏହାକୁ ଘରେ ଅଭ୍ୟାସ କରିବ ନିଶ୍ଚୟ। ଠିକ୍ ଅଛି, ଧ୍ୟାନ ଦେବ ଯେମିତି ଚିତ୍ରଟି ବଡ଼ ଆକାର ହୋଇଥିବ। ଠିକ୍ ଅଛି, ଅତି ଛୋଟ ଆକାର କଲେ ବି ଭଲ ଦେଖାଯିବନି ଏବଂ ମାର୍କ ମଧ୍ୟ ସାର୍ ଦେବେ ନାହିଁ। ଠିକ୍ ଅଛି, ସମ୍ପୂର୍ଣ୍ଣ ବଡ଼ କରି ଚିତ୍ରଟି ଅଙ୍କନ କରିବ। ଠିକ୍ ଅଛି, ଧନ୍ୟବାଦ ପିଲାମାନେ ଏହି ଇନଫର୍ମେସନ୍ ଦେବା ପାଇଁ। ଆମକୁ ନିଶ୍ଚୟ ଗୋଟେ ଲାଇକ୍ କରିବେ ପିଲାମାନେ। ଠିକ୍ ଅଛି, ଆମେ ତୁମମାନଙ୍କ ପାଇଁ ଏତେ ପରିଶ୍ରମ କରୁଛେ। ଠିକ୍ ଅଛି, ନିଶ୍ଚୟ ଗୋଟିଏ ଲାଇକ୍ ଦେବ। ଧନ୍ୟବାଦ।